କହିଲେ କଳା କର କହିଲେ ଚନ୍ଦ୍ର ଯେମିତି କଳାଏ କଳାଏ ବଢିକିରି ପୂର୍ଣ୍ଣିମା ଦିନ ପୁଣି ପୂର୍ଣ୍ଣ ଚନ୍ଦ୍ର କଳା ଧାରଣ କରନ୍ତି। ଗୁରୁଙ୍କ ଆଶ୍ରମରେ ବଢିଲା ବେଦ ବିଦ୍ୟା ସମସ୍ତ ଆଜ୍ଞା ପାରମ୍ପର ଏ ସନ୍ତ ସମାଜ ମୋ କହିବାର ଲକ୍ଷ୍ୟଟା ସେଠି ନାହିଁ। କେତେ ଦୂର କଥାଟା ଅଛି यार भी कथा को बोले न बाबा कथा ता अनेक मार्गरे मार्गी बिके होई काई के कथा कोई ना पिला जे तो बोले आधुनिक शिक्षा देले बुद्धि विद्या रे पारंगम हेला बयस हे गला 16 वर्ष 16 सेते बेलु को आधुनिक आज्ञान जोड़ा दिन बुद्ध अवस्था अनेक शिष्य सामंतों भीतर ये देवदत्त को भारी भल पाती आगिनी सेदिन आगिनिक को देवदत्त डाकिले देवदत्त को आगिनिक पास को डाकिले कहले पुरे मु तो एबे बयसर चरम सीमा रे पाद देली बारभद्र मत ग्रास कला आउ ए समाजर संस्कार उद्देश्य जो आश्रमर सौंदर्य परिपाटी की मो हाथ में तैयारी करी या विलुप्त करने केवे प्रचेषा करी गोटा कथा कह ये आश्रमर दायित्व केमिति रक्षा हम यही कथा मु मानस पटर विचार करू चिंता करी ये आश्रमर दायित्वटा तोरी हस्त समर्पण कर दे मु समाधिस्थ हेबी नाही गुरुदेव मु एतवर काम करि परिबिनी गुरुदेव बापा ए दायित्व मु करि परिबिनी और को जोड़ी देले सेदिन देवदत्त बारंबार कर ये मिनते पुतरे बारंबार आज्ञा गुरुंकर पाद तले नेभुरा होछंती दैनी होछंती हाथ जोड़ी दउछंती देवदत्त कहले हे गुरुदेव आपण समाधिस्थ हे दिबे ए आश्रमर दायित्व मु अक्षुण्ण रखी पारिबी ए कथा मु भी विश्वास करि पारु जेते प्रचेष्टा करी जेते नेहुरा हेले जेते दुहार कले जेते मथा नत कले गुरु को बताए कथा दिया तू मोर उत्तम छात्र मोर तो ऊपर विश्वास अछि भरोसा अछि देव ये आश्रमर दायित्व को तुम ही रक्षा करि पारि आपन को इच्छा गुरुदेव गुरुंकर बिना आशीर्वाद गति रे कौन सी समस्या या समाधान है जगत भीतर गुरु न चाहिए किसी है संत तुलसी रामचरित मानस पर कलम करती तुलसी कहले राखई गुरु जो हो को विधाता गुरु विरोधी कोई नहीं जगत का वेदवर ब्रह्मा विधाता जदि कोप करिवे आज्ञा माने गुरु चाहिए से कोपर विधाता ब्रह्मा कबलर गुरु चाहिए रक्षा करि पारि
কিন্তু গুরু বিরোধী কই নয় জগৎ রাখা এ সংসারে যে গুরুঙ্কর গ্রহ আচরণ করেছে গুরুঙ্কর ପୂଜ୍ୟ ପୂଜାରେ ବ୍ୟତିକ୍ରମ କରିଛି ଗୁରୁଙ୍କ ପାଖରେ ବିରୋଧୀ ହେଇଛି ଜଗତରେ ତାକୁ କୋଉ ଜାଗାରେ ସ୍ଥାନ ମିଳିବ ନା ମୁକ୍ତି ମିଳିବ ନା କେହି ସାହାଯ୍ୟ ହେବେ ନା ପରକୁ ଯୋଡ଼ିବେ ଗୁରୁଙ୍କର ପାଦ ତଳେ ମଥା ଗଗନତ କରିଦେଲା ଆଜ୍ଞା ଶିଷ୍ୟ ଦେବଦତ୍ତ କଲା ଆପଣଙ୍କର ଯାହା ବିଚାର ଯାହା କାର୍ଯ୍ୟ ଆପଣ ମତେ ପ୍ରଦାନ କରନ୍ତୁ ମୁଁ ମଥାପତି ଗ୍ରହଣ କରିବାକୁ ରାଜି ଅଛି ପରୀକ୍ଷା ଚାଲିଛି ସାରେ ପରୀକ୍ଷାରେ ଯଦି ଉତ୍ତୀର୍ଣ୍ଣ ହେଇଯିବ ତାହେଲେ ପ୍ରଭୁ କୋଳେଇ ନେଇଯିବ ପରୀକ୍ଷାରେ ହାରିଗଲେ ପ୍ରଭୁ ହାତ ଛାଡ଼ିଦବ ଗୁରୁ ଆଜି ପରୀକ୍ଷା କରୁଛନ୍ତି ପିଲା ପାଖରେ କଲା ପରୀକ୍ଷାରେ ଯେବେ ଭରିବ ଉତ୍ତୀର୍ଣ୍ଣ କରି ନେବେ ଠାକୁର ଅଭିରାମ କଲେ ଯୋଉ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଭଗବାନ ତାକୁ କୋଳେଇ ନେଇଯିବେ ଗେଲ କରି ପକେଇବେ ପରୀକ୍ଷାରେ ଯେବେ ମନଜି ବୁହାରି ହାତ ଛାଡ଼ି ଦେବେ ସେ ପାଞ୍ଚ ଇଏ ଜୀବନ ମରଣ ସମସ୍ୟା ହେଇছে ପରୀକ୍ଷାରେ ଜୀବ ଯଦି ଗୁରୁଙ୍କ ପାଖରେ ହାରିଯାଏ ଗୁରୁ ଯଦି ଅସନ୍ତୁଷ୍ଟ ହେଇଯାନ୍ତି ଗୁରୁଙ୍କ ପାଖରେ ଯଦି ପିଲାଟା ବାସ୍ତବିକ ନ୍ୟାୟ ସତ୍ୟ ଧର୍ମକୁ ବାପା ପାଳନ ନ କଲା ଜଗତ ଭିତରେ ଜିଆ ସୁନା କାହିଁକି ଆଜ୍ଞା କୋଉଠି ସ୍ଥାନ ନାହିଁ କେହି ରକ୍ଷା କରିପାରିବେ ଘରକୁ ଯୋଡ଼ିଦେଲା ଆଜ୍ଞା ଋଷିକୁ କଲା ବାପା ଆପଣ ଯାହା କହିବେ ମୁଁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବି ଆପଣ ମତେ ଆଶୀର୍ବାଦ କରନ୍ତୁ କଣ କରିପାରିବି ମୁଁ କହିଲେ ବାପା ଏ ଜାଗାରୁ ଅନେକ ଦୂର ରାଜ୍ୟ ହଉଛି ଉଜ୍ଜୟିନୀ ମୋର ଆଉ ଜଣେ ଶିଷ୍ୟ ଅଛନ୍ତି ଉଜ୍ଜୟିନୀ ଗୋଟାଏ ଉଜ୍ଜୟିନୀ ନିକଟରେ ଗୋଟାଏ ନଦୀ ବହି ଯାଉଛି ତା ନାଁ ହଉଛି ମାଳିନୀ ନାଇଁ এই মালিনী নদী কূଳରେ ମୋର ଜଣେ ଶିଷ୍ୟ ତାଙ୍କ ନାଁ ହଉଛି ଭରଦ୍ୱାଜ ଭରଦ୍ୱାଜ ମୋର ପାଦୁକା ବିତା କଠଉ ବିତା ନେଇ ଆଶ୍ରମରେ ପୂଜା କରୁଛି ତାଙ୍କରି ପାଖକୁ ଯିବୁ ଗୁରୁ ମତେ ନିର୍ଦ୍ଦେଶ ଦେଇଛନ୍ତି ବାବାରେ ଆଶ୍ରମକୁ ଯାଇ ଭରଦ୍ୱାଜଙ୍କ ନିକଟରୁ ମୋ ପାଦୁକା ଦିଟା ତତେ ଆଣିକିରି ଏ ଆଶ୍ରମରେ ପୂଜା କରିବାକୁ ପଡିବ ଆଜ୍ଞା ଯେତେବେଳେ କର ଧରିକିରି ଗଲା ଗୁରୁ ମତେ ନିର୍ଦ୍ଦେଶ ଦିଅନ୍ତୁ ମୁଁ ଯିବି ଗୁରୁ କହିଲେ କଣ ସେମିତି ପଳେଇ ଗଲାବେଳେ ଗୋଟାଏ ବାଟରେ ଗଲାବେଳେ କୌଣସି ନାରୀ ସଂସ୍ପର୍ଶରେ ଆସିବୁ କୌଣସି ନାରୀ ପ୍ରେମରେ ପଡ଼ିବୁ କାହିଁକି ତପସ୍ୱୀ ପିଲାକୁ ଗୁରୁ ଏ ପରୀକ୍ଷାରେ ପକେଇଲେ ଆଶ୍ରମରେ କଣ ବାପା ନାରୀ ମାନେ ନାହାନ୍ତି ଆଜ୍ଞା ସାର୍ ଆଶ୍ରମରେ ବାବାଜୀଙ୍କ ପାଖରେ ମାତା ବି ଅଛନ୍ତି ନା ଶିଷ୍ୟମାନଙ୍କ ସାଙ୍ଗରେ ଶିଷ୍ୟା ବି ଅଛନ୍ତି କାହିଁକି କହିଲେ କହିଲେ ବାଟରେ ଗଲାବେଳେ ନାରୀ ସଂସ୍ପର୍ଶରେ ଆସିବୁନୁ ନାରୀ ପ୍ରେମରେ ପଡ଼ିବୁନି କାହିଁକି ଜପତପନିଆ ମଜଲା ସୟ ଝାଳ